ବର୍ତ୍ତମାନର ସଭାପତି ସେ ତାଙ୍କର ନିଜର ଟିମ୍ ସଜାଡ଼ିଛନ୍ତି, ଯେଉଁଠିକି ଯାହାକୁ ନେଇକରି ସେ ଆଗାମୀ ଦିନର ଖସଡ଼ା ପ୍ରସ୍ତୁତ କରିବେ, କଂଗ୍ରେସକୁ ଆଗକୁ ନେବେ। କିନ୍ତୁ ମୁଁ ଯାହା ଅନୁଧ୍ୟାନ କରୁଛି, ଯାହା ଦେଖୁଛି, ଏଇ ଯେଉଁ ଯେତିକି ଘୋଷଣା ହେଲାଣି ସେଥିରେ ବିଶେଷ ଭାବରେ ସବୁ ରାଜନୈତିକ ଦଳ ଯେଉଁମାନେ ଅଛନ୍ତି, ବ୍ୟକ୍ତିମାନେ ଅଛନ୍ତି ଦଳ ଭିତରେ, ତାଙ୍କ ଭିତରୁ ଅଧିକାଂଶ ଅସନ୍ତୁଷ୍ଟ। ତାର କାରଣ ହେଉଛି ଗୋଟେ ବାଲାନ୍ସଡ ହେଲା ଭଳିଆ ହେଲା ନାହିଁ। ଆକୁ ଟିକେ ବାଲାନ୍ସ କରିକି କମିଟିଟା ହେଇଥିଲେ ଏ ଅସନ୍ତୋଷଟା ପ୍ରକାଶ ପାଇନଥାନ୍ତା। ଏବଂ ଏ ଅସନ୍ତୋଷ ଫଳରେ କଂଗ୍ରେସର ଯେ ବେଶୀ ଭଲ ହେବ ମୁଁ କାହିଁ ସେମିତି ଭାବୁନାହିଁ। ତାର କାରଣ ହେଉଛି ହଁ, ଯୁବକମାନଙ୍କୁ ନିଆଯାଉ, MLA ମାନଙ୍କୁ ରଖାଯାଉ, କିନ୍ତୁ ଗୋଟେ ବାଲାନ୍ସ କରିକିରି ସବୁ ଏରିଆ, ସବୁ ମାନେ ଲୋକ ବା ସବୁ ଯେଉଁ ଅଛନ୍ତି ତା ଭିତରେ ସମସ୍ତଙ୍କୁ ଅସନ୍ତୁଷ୍ଟ ନ କଲା ଭଳି କମିଟି ହେଇଥିଲେ ଖୁବ୍ ଭଲ ହେଇଥାନ୍ତା। ଏଇଟା ହେଉଛି ମୋର ବ୍ୟକ୍ତିଗତ ମତ। କିଛି ଦିନ ହେବ ମୋ ନିଜର ଅସୁସ୍ଥତା ଦୃଷ୍ଟିରୁ ମୋତେ ଭକ୍ତକୁ ପଚାରିଥିଲେ ଯେ ଭାଇ କେଉଁଥିରେ ରହିବ ବୋଲିକିରି, କିନ୍ତୁ ମୁଁ ମନା କରିଥିଲି। ମୁଁ କହିଲି ମୁଁ କୌଣସି ଇଏରେ ବର୍ତ୍ତମାନ ବାହାରକୁ ଯାଇପାରିବିନି। ସେଠୁ ମୋତେ କହିଥିଲେ ଯେ ଅଫିସରେ ବସିଲା ଭଳିଆ ଗୋଟେ ଦାୟିତ୍ୱ ଆପଣ ନେବେ। ସେଇଟା ଜଣାପଡ଼ିବ ଆଗାମୀ ଦିନରେ, କାର୍ଯ୍ୟ ସରିଲେ ମାନେ କାର୍ଯ୍ୟ ଶୈଳୀରେ ଜଣାପଡ଼ିବ ଯୋଗ୍ୟତା କାହାର କ'ଣ ଅଛି, କେତେ ବାଟ ଯାଉଛି, ସବୁ କଥା ଜଣାପଡ଼ିବ। ପୁରା କହିଲି, କାମ ଆରମ୍ଭ ହେଲେ, ଦଳର ପ୍ରକ୍ରିୟା ଆରମ୍ଭ ହେଲେ, ଦଳୀୟ କାର୍ଯ୍ୟ ଆରମ୍ଭ ହେଲେ ହେବ। କିନ୍ତୁ ମୋର ଗୋଟିଏ କଥା ମୁଁ ଅନୁଧ୍ୟାନ କରୁଛି, ରାହୁଲ ଗାନ୍ଧୀ ଯେଉଁ ଭାବରେ ଯେଉଁ କଥାକୁ ନେଇକରି ଭାରତବର୍ଷରେ ଦଳକୁ ପରିଚାଳନା କରିବା ପାଇଁ ଚାହୁଁଛନ୍ତି, ସେଥିରେ ବୋଧହୁଏ ଆମେ କେଉଁଠି ବୁଝିବାରେ ଆମର କେଉଁଠି ଭୁଲ ରହିଯାଉଛି ବା ତାଙ୍କୁ ବୁଝିପାରୁନାହୁଁ। ସେ କାର୍ଯ୍ୟଟା ଆମର ଏଠିକାରେ ଯିଏ ସଂଗଠନ ଯେଉଁ ଦାୟିତ୍ୱ ଅଛନ୍ତି ବା ଦାୟିତ୍ୱରେ ରହିବେ, ସେ କଥାଟା ପ୍ରଥମେ ବୁଝିବା ଦରକାର ଏବଂ ବୁଝିକରି ସେଇ ଅନୁସାରେ ନିଜକୁ ପ୍ରସ୍ତୁତ କରିବା ଦରକାର। ମୁଁ ଭାବୁଛି ସେଇଟାରେ ଗୋଟେ ମଧ୍ୟ କେଉଁଠି ତ୍ରୁଟି ରହିଯାଉଛି।